ସେ ବାବୁ ଆଉ ଥରେ ଗୋଟେ ପ୍ରଶ୍ନ ପଚାରିଛନ୍ତି, ତୁ ଯିନି ତୋ ମା ସେମିତି ମୁଁ ଏଇଠୁ ଯିବି କେମିତି? ତୁ ଯେମିତି ରେ ତୋର ମା ସେମିତି, ତୁ କଲୁ ଏମିତି ମୁଁ ଯିବି କେମିତି? ସେ ବାବୁ ଆଉ ଥରେ ଗୋଟେ ପ୍ରଶ୍ନ ପଚାରିଛନ୍ତି, ତୁ ଯିନି ତୋ ମା ସେମିତି ମୁଁ ଏଇଠୁ ଯିବି କେମିତି? ମୁଁ ଏଠିକି ଯିବି କେମିତି? ଆଁ? ହେଠି ଆଲୋଚନା କରନ୍ତୁ ହେ ବିଦୂଷଣ, ହେଠି ଆଲୋଚନା କରନ୍ତୁ ହେ ବିଦୂଷଣ। ଦ୍ୱିତୀୟ ପ୍ରଶ୍ନ ବାବୁ ପଚାରିଲେ ଶୁଣ, ଆରେ ତୁ ଯେମିତି ରେ ଆଉ ମୁଁ ସେମିତି, ଆରେ ତୁ ଯେମିତି ରେ ତୋ ମା ସେମିତି, ତୁ କଲୁ ଏମିତି ମୁଁ ଏଇଠୁ ଏବେ ଆଉ ଯିବି କେମିତି? ଇଏ କାହାକୁ ବାବୁ ଦେଖ କହି ନଥିଲା, ସେହି କଥାଟି ଆଜି ଏବେ କହିଲା ପରା। ଆଲୋଚନା କରନ୍ତୁ ହେ ବିଦୂଷଣ, ବାବୁ ପଚାରିଥିବାର ଏବେ ପ୍ରଶ୍ନ। ଦଇ ରଘୁନାଥ ରାଜୀବ ନେତ୍ରପତି, ରାଜହଂସ ଗମନା ରମଣ ଦାଶରଥୀ। ଆରେ ଲକ୍ଷ୍ମଣଙ୍କୁ ଧରି ସାଥି ଚଳିଣ ଗଲେ, ଆଉ ସୀତା ମା ପୁଣି ବନସ୍ତପୁରେ ଗଲେ। ସୀତାଙ୍କୁ ଚୋରାଇ ନେଇ ଗଲା ରାବଣ, ଆରେ ରାମ ପୁଣି ରାବଣକୁ ମାରିବେ ପୁଣ। ଆରେ ଯୁଦ୍ଧ କରିବାର ପାଇଁ ରାମ ଲକ୍ଷ୍ମଣ, ସେ ରାବଣ ସମ୍ମୁଖେ ଯୁଦ୍ଧ କରିଲେ ପୁଣ। ରାବଣ ପ୍ରଭୁ ଆଉ ଅସ୍ତ୍ରକୁ ବାହାର, ଏକ ଘନିଷ୍ଠର ବାହାର କରିଲା। ଲକ୍ଷ୍ମଣଙ୍କ ହୃଦୟକୁ ଭେଦି ନ ଦେଲା। ରାବଣ ଯେତେବେଳେ ଏକ ଘନିଷ୍ଠର ବାହାର କଲା, ଆଉ ଲକ୍ଷ୍ମଣ ଉପରକୁ ଭେଦ କରିଲା। ଲକ୍ଷ୍ମଣ କହୁତେ ଯାଇ ଫୁଟିଛି ଯାଇ, ଲକ୍ଷ୍ମଣ ମୂର୍ଚ୍ଛା ହୋଇ ପଡ଼ିଲେ ନାହିଁ। ଲକ୍ଷ୍ମଣ ଶକ୍ତି ଭେଦ ହୋଇଲା ଜାଣ, ଆଉ କାନ୍ଦୁଛନ୍ତି ରାମ ପୁଣି ତାଙ୍କୁ ଦେଖିନ। କେଡ଼େ ବଡ଼ କଥା ମୋର ଭାଇ ହୋଇଲା, ଆଉ ଲକ୍ଷ୍ମଣ ଭାଇ କି ଆଉ ବଞ୍ଚିବ ପରା। ଔତର୍ଯ୍ୟ ହୋଇଗଲେ ରାମ ଜାଣ, ନ ବଞ୍ଚିବ ମୋର ଭାଇରେ ଲକ୍ଷ୍ମଣ। ଅଯୋଧ୍ୟାକୁ ଗଲେ ମୁଁ କିସ କହିବି, ମାତା ସୁମିତ୍ରାକୁ କିପରି ବୁଝାଇ ଦେବି। ସାଙ୍ଗରେ ଆସିଥିଲ ସନନ୍ଦ ଲକ୍ଷ୍ମଣ, ସାଙ୍ଗରେ ଆସିଥିଲ ସନନ୍ଦ ଲକ୍ଷ୍ମଣ, ଆଜି ମାରିଦେଲା ଭାଇ ତତେ ଦୁଷ୍ଟ ରାବଣ। ଆରେ କିସ ବୋଲି ମୋର ମା କୁରେ ଦେବି ବୁଝାଇ, ଆଉ ଏ କଷ୍ଟ ତ ମା ମୋର ଶୁଣିବ ନାହିଁ। ଆରେ ମୁଁ ପଛକେ ମରି ଯାଇଥିଲେ ଭଲ ହୁଅନ୍ତା, ମୋର ଲକ୍ଷ୍ମଣ ଯିବିକି ବାବୁ କଥା ରହନ୍ତା। ଏ କଥା ବିଚାର କରୁଛନ୍ତି ରାମ, ଆଉ କିଏ ରକ୍ଷା କରିବ ରେ ମୋର ଲକ୍ଷ୍ମଣ। ସେତେବେଳେ ବିଭୀଷଣ ହେ ଦେଅନ୍ତି କହି, ନିଶ୍ଚୟ ଲକ୍ଷ୍ମଣ ହେ ବଞ୍ଚିବ ଯାଇ। ଆରେ ଗନ୍ଧମାର୍ଦ୍ଦନ ପର୍ବତକୁ ଯିଏ ଆଣିବ, ସେ ଗନ୍ଧମାର୍ଦ୍ଦନ ପର୍ବତରେ ଔଷଧ ଯେ ଅଛି। ବିଶଲ୍ୟ କରଣୀକେ ଆଣିପାରିବ କି? ସେତେବେଳେ ପୁଣି ବିଭୀଷଣ କହିଲେ, ଆଉ ତାହା ଶୁଣି ହନୁମାନ ପୁଣି ବିଚଳିତ ହେଲେ। ନିଶ୍ଚୟ ମୁଇଁ ଆଉ ଆଣିବି ଯାଇ, ବିଶଲ୍ୟ ମୁଁ ଆଣିବି ଯାଇ। ହନୁମାନ ବାବୁ ଦିଅନ୍ତି କହି, ସେ ହନୁମାନ ଯେତେବେଳେ କରିଲେ ଗମନ, ଆଉ ଗନ୍ଧମାର୍ଦ୍ଦନ ଆଣିବାର ପାଇଁ, ଆରେ ପର୍ବତ ଯାକ ବାବୁ ହେ ବୁଲିଲେ ଯାଇ।
ସେ ଔଷଧକୁ ପୁଣି ହନୁ ଚିହ୍ନି ନ ପାରିଲେ କିପରି ଔଷଧ ମୁଁ ନେବି ବୋଇଲେ ଆରେ ଗୋଟିଏ ଆରେ ସରୋବର ବାବୁ ହେ ପିଲାଟି ଯାଇ ସେ ସରୋବରରେ ସ୍ନାନ କଲେ ହନୁରେ ଯାଇ ହନୁମନ୍ତ ସ୍ନାନ କରିବା ସମୟରେ ଜାନ କାଳ ନିମି ରାକ୍ଷସ ପୁଣି ଆସିଲା ପୁଣ ହନୁକୁ ଗିଳି ଦେବି ରେ ବୋଲିଲା ପୁଣ ରାବଣ ତାକୁ ପଠାଇରେ ଥିଲା ସେ ସରୋବରରେ ଲୁଚି ରହିଥିଲା ହନୁମାନ ସେ କାଳ ନିମି ରାକ୍ଷସକୁ ଜାଣ ଝିକି ଝିକି ପଦାକୁ ଆଣିଲେ ମୋହନ କାଳ ନିମିକି ହନୁମାନ ପିଟି ଦେଲେ ପୁଣ ସେଇ କାଳ ନିମି ଆଉ କହିଲେ ରାଇ ରାବଣ ମତେ ପଠାଇଥିଲା ଅଟଇ କାଳ ନିମିକି ବାବୁ ବଧ କରିନ ଖୋଜି ଦେଲେ ପୁଣି ଗନ୍ଧ ଦେ ମାର୍ଥନ ବିଶଲ୍ୟ କରୁଣି ଚିହ୍ନି ନ ପାରିଲେ ତେଣୁ କରି ପର୍ବତକୁ ପାଡ଼ି ନେଲେ ନମରୁପତି ନ ପାଉ ରାତି 7 ଦିନ ହେଉ ଆଉ ଗୋଟିଏ ରାତି 7 ରାତି ହେଉ ଆଉ ଗୋଟିଏ ରାତି ଏ କଥା ପୁଣି ପ୍ରଭୁ ଜାଣିଦେଲେ ସୂର୍ଯ୍ୟ ଦେବତାଙ୍କୁ ହେ କହି ନ ଦେଲେ ଉଦୟ ହେବୁ ନାହିଁ ତୁ ଓଇଲେ ହେଲେ ହନୁମାନ କଣ ନମରୁପତି ନ ପାଉ ରାତି 7 ରାତି ଓ ଗୋଟେ ରାତି ଲକ୍ଷଣ ଶକ୍ତି ଭେଦ ହେଇକି ଲକ୍ଷଣ ଶକ୍ତି ଭେଦ ବସ 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 ଲକ୍ଷଣ ଶକ୍ତି ଭେଦ ହେଇକି ପଡିଛନ୍ତି ଭଗବାନ ଚିନ୍ତା କଲେ ଯଦି ସୂର୍ଯ୍ୟ ଉଦୟ ହେଲେ ଆଉ ଲକ୍ଷଣ ବଞ୍ଚିବେ ନାହିଁ ତେଣୁକରି ହନୁମାନ କଣ କଲେ ଆଉ ହେଳା କଲେ ନାହିଁ ଗନ୍ଧମାର୍ଦ୍ଧନ ପର୍ବତରେ ଯାଇ ଆରେ ଗନ୍ଧମାର୍ଦ୍ଧନ ପର୍ବତକୁ ତହିଁ ଆରେ ମୁଣ୍ଡରେ ହନୁମାନ ଧରିକି ଆସଇ ଆରେ କାନ୍ଦରେ ହନୁମାନ ଧରିକି ଆସଇ ଆସିବା ବାବୁ ସମୟରେ ଜାଣ ଅଯୋଧ୍ୟା ପାରି ହୋଇ ଆସିବନ ଭରତ ପୁରୀ ଜଗି ରହିଥିଲେ କିସ ପର୍ବତରେ ଆସୁଛି ଓଇଲେ କିସ ପର୍ବତ ଆସୁଛି ଓଇଲେ ଭରତ ଶେଷ ସମୟରେ ଯାଇ ଆରେ ହନୁକୁ ପୁଣି ବାଟୁଳି ମାରିଲେ ତହିଁ ହନୁକ କପାଳେ ଭରତ ବାଟୁଳି ହନୁକ କପାଳେ ଭରତ ବାଟୁଳି ଯେତେବେଳେ ବାଜି ଗଡା କହିଲି ପନ ଆରେ ଗୋଟିଏ ବାଟୁଳିରେ ହନୁମାନ ତଳକୁ ଖସିଲେ ରାମ 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 ବୋଲି ତ ଡାକିଲେ ସେ ରାମ ଶବ୍ଦ ଯେତେବେଳେ ଭରତ ଶୁଣିଲେ କିଏ ତୁମେ ରାମ ଭକ୍ତ ବୋଲି ତାଙ୍କୁ କହିଲେ ଆରେ ସେତେବେଳେ ହନୁମାନ ଆଉ ଦିଅନ୍ତି କହି ମୋ ପ୍ରଭୁ ରାମଚନ୍ଦ୍ରଙ୍କର ଦୂତଟି ମୁହିଁ ନାମ ମୋହର ହନୁମାନ ଜାନ ଲକ୍ଷଣ ଶକ୍ତି ଭେଦ ହୋଇଛି କଣ ଔଷଧ ନେଲେ ଲକ୍ଷଣ ବଞ୍ଚିବେ ଔଷଧ ନେଲେ ଲକ୍ଷଣ ବଞ୍ଚିବେ ଏପରି ହନୁମାନ ଦେଲେ କହିନ ତାହା ଶୁଣି ଭରତ ଆଶ୍ଚର୍ଯ୍ୟ ହୋଇଲେ ପୁଣ ହନୁମାନ ସେତେବେଳେ ଦିଅନ୍ତି କହି ତମେ ହଉଛ ରାମଚନ୍ଦ୍ରଙ୍କର ଭାଇ ଭରତ କେଡେ ବଡ କଥା କଲ ହନୁମାନ କହିଲେ ତମର ସାନ ଭାଇ ସନୁଜ ଲକ୍ଷ୍ମଣର ଶକ୍ତି ଭେଦ ହେଇଛି ମୋ ପ୍ରଭୁ ରାମଚନ୍ଦ୍ର ମତେ ପଠେଇଥିଲେ ଆଉ ଏ ବିଶଲ୍ୟକରଣୀ ନେଲେ ଲକ୍ଷ୍ମଣ ବଞ୍ଚିବେ ଭରତ ତମେ ଯୋଉ କର୍ମଟା କରିଦେଲ ମୁଁ ଏଇଠି ଯିବି କେମିତି ହନୁମାନ କହୁଥିଲେ ଆରେ ତୁ ଯେମିତିରେ ତୋର ମା ସେମିତି ତୁ କଲୁ ଏମିତି ମୁଁ ଯିବି କେମିତି ନେଲେ ତ ଲକ୍ଷଣରେ ବଞ୍ଚିବେ ଯାଇ ବିଶଲ୍ୟକରଣୀ କି ଖାଇବେ ତହିଁ ତାହା ଶୁଣି ଭରତ ଦେଖ ଆଶ୍ଚର୍ଯ୍ୟ ହେଲେ କେଡେ ବଡ କଥା କରିଦେଲି ଓଇଲେ ଭରତ ବାଟୁଳିରେ ହନୁର କପାଳେ
ବୁଝିଲୁ ପୁଅ ହଁ ଗୋଟେ ବାଟୁଳିରେ ହନୁମାନ ଖସି ପଡିଲେ ଖସି ପଡ଼ିଲେ ହନୁମାନ କହିଲେ ଯେ ହଁ ତମେ କିଏ ଭାଇ ତମେ କିଏ ଭାଇ ଗୋଟିଏ ଆପଣ ହଉଛନ୍ତି ବଡ ଗୋଟେ ବୀର ବୀର ଆପଣଙ୍କ ଭଳି ବୀର ସଂସାରରେ କେହି ମଧ୍ୟ ନାହିଁ ନାହିଁ କାହିଁକି ନା କାହିଁକି ଏ ହନୁମାନ କେବେ କୋଉଠି ମଧ୍ୟ ପରାସ୍ତ ହେଇନଥିଲା ନା ଗୋଟିଏ ବାଟୁଳି ପାଇଁ ମୁଁ ମଧ୍ୟ ତୋର ବାଟୁଳିକି ମୁଁ ମଧ୍ୟ ସରି ହେଲି ନାହିଁ ନା ଯେହେତୁ ତୁ ଗୋଟେ ବୀର ବୋଲି ତାକୁ ସମ୍ବର୍ଦ୍ଧନା କଲେ ବୀର ହନୁମାନ ମଧ୍ୟ କହିଥିଲେ ମୋ କଥାଟା ତମେ ଗୋଟେ ବାଟୁଳି ତଳୁ ଖସି ପଡିଛି ବୋଲି ତମେ ମୋ କଥାଟା କାହାକୁ କହିବ ନାହିଁ ନାହିଁ ଆଉ ଭରତ କହିଲେ ହଁ ମୋ ଭାଇକି ମଧ୍ୟ ଏ କଥାଟା ତମେ କହିବ ନାହିଁ ମୋ ବାଟୁଳି ଯାହାକୁ ବାଜିଛି ଆଜିଛି ସିଏ କେବେ ଦୌଡ଼ ନାଗିନି ତମେ ମଧ୍ୟ ତ ବଞ୍ଚିକିରି ଏଠିକି ପଳଉଛ ହଁ ଭରତ କହିଲେ ମୋ କଥାଟା ମଧ୍ୟ ମୋ ଭାଇକି କହିବ ନାହିଁ ବିପଦ ପଡିଥିଲା ଭାଇକି ହଁ ମୋ ବାଟୁଳି ଯୋଉ ମାରି ଦେଇଛି ମୋ ବାଟୁଳିରେ ମଧ୍ୟ କିଏ ମଧ୍ୟ ବଞ୍ଚି ନାହାନ୍ତି ନା ଏ କଥାଟା ମଧ୍ୟ ତମେ କିଏ କାହାକୁ କହିବେନି ଆରେ ଦୁଇ ଜଣ ଯାକ ପୁଣି କୁହା କହି ହୋଇଲେ ଆଉ ହନୁ ସେତେବେଳେ ଭରତଙ୍କୁ କହି ନ ଦେଲେ ଯାହା କରିଲ ଭାଇ ମୋ ଅନୁରୋଧ ଟିକେ ରକ୍ଷା କରିବ ନେଇ ହଁ ପର୍ବତଟାକୁ ମୋର ଉଠାଇ ଦିଅ ଟିକେ ମତେ ରେ ବାବୁ ସହଯୋଗ କର ଆଉ ପର୍ବତଟାକୁ ମତେ ଉଠାଅ ସକର ଆରେ ସେତେବେଳେ ଭରତ ପର୍ବତ ଉଠାଇ ଦେଲେ ଆରେ ହନୁର କାନ୍ଧରେ ନେଇ ତ ଥୋଇ ଦେଲେ ସେଇ ପର୍ବତ ହନୁମାନ ଧରି ନ ନେଲେ ଆରେ ବିଶଲ୍ୟ କରଣି ବିଭୀଷଣ ଆଉ ବାହାର କଲେ ବିଭୀଷଣ ବିଶଲ୍ୟ କରଣୀକୁ ଆଣି ବୈଦ ବାବୁ ଦେଖ ଡାକିଲେ ପୁଣି ହେଲେ ବିଭୀଷଣ ବିଚାର କଲେ ଯେ ବୈଦ ନ ଆଇଲେ ତ ଲକ୍ଷ୍ମଣ ଆଉ ନାହିଁ ବଞ୍ଚିବେନି ହେଲେ ଦେବତା ମାନଙ୍କର ବୈଦ କିଏ କିଏ ଅଶ୍ୱିନୀ କୁମାର ଆଚ୍ଛା ଆଚ୍ଛା ସିଏ ଲଙ୍କାରେ ଥିଲେ ହଁ ତାଙ୍କୁ ସାଙ୍ଗେ ସାଙ୍ଗେ ଲଙ୍କାରୁ ଯାଇକିରି ଆଣିଲେ ଅଶ୍ୱିନୀ କୁମାର କଣ କଲେ ପର୍ବତ ଉପରେ ଚଢିଲେ ବିଶଲ୍ୟକରଣୀକୁ ବାହାର କଲେ ସେ ବିଶଲ୍ୟକରଣୀ ଲକ୍ଷ୍ମଣଙ୍କୁ ଦେଲେ ଦେଲେ ଲକ୍ଷ୍ମଣ ଶକ୍ତି ଭେଦରୁ ବଞ୍ଚିଲେ ଆଚ୍ଛା ଆଚ୍ଛା ହେଲା ହଁ ହଉ ହନୁମାନ କହିଥିଲେ ଯେ ତୁ ଯେମିତି ତୋ ମା ସେମିତି ମତେ ଏଇଠି କଲୁ କେମିତି ମୁଁ ଯିବି କେମିତି ଯିବେ କେମିତି ହେଲା ହଁ ଦେଖେ